ଚିକି ଜାଲରେ ସିଆ। ହଁ ଫ୍ରେଣ୍ଡସ୍, ଯେତେବେଳେ ଚିକି ଡକ୍ଟରଙ୍କ ସହିତ କଥା ହେଉଥିଲା ଯେ କେହି ଆଣ୍ଟିକି କ'ଣ ଦେଖିବାକୁ ଆସିଛନ୍ତି, ଡକ୍ଟର ମନା କରିଛନ୍ତି। ତାପରେ କହିଛନ୍ତି, ଡକ୍ଟର ଯଦି କେହି ଦେଖିବାକୁ ଆସନ୍ତି ତାହେଲେ ମୋତେ ଟିକେ ଜଣେଇବେ। ଆଉ ଗୋଟେ କଥା, ଯେଉଁ ମେଡ଼ିକାଲରେ ଗ୍ୟାସ୍ ଲିକ୍ ହେଇଥିଲା ସେ ତା'ର ଫୁଟେଜ୍ ଟିକେ ପେନ୍ଡ୍ରାଇଭ୍କୁ ନେଇ ଆସିଥିବେ। ମୁଁ ଆଜି ସନ୍ଧ୍ୟାବେଳକୁ ଗଲେ ସେ ପେନ୍ଡ୍ରାଇଭ୍ ନେଇ ଆସିବି। ହଁ ଫ୍ରେଣ୍ଡସ୍, ଏକଥା ସବୁ ସିଆ ଶୁଣୁଥିଲା। ଆଉ ଏକଥା ଶୁଣି ସାରିଲା ପରେ ସିଆ ବହୁତ କଥା ବା କ୍ରୋଧ ଜାଗ୍ରତ ହେଇଛି। କାରଣ ସିଆ ଚାହୁଁନି କେବେ ସବୁ ଜିନିଷ ଚିକି ହାତରେ ପଡ଼ୁ। ସେଥିପାଇଁ ସିଆ ମନେ ମନେ କହୁଛି, ତୋତେ ଯଦି କିଛି ଦେଖିବାର ଅଛି ତୁ ତୋ ମ୍ୟାରେଜ୍ ଭିଡ଼ିଓ ଦେଖ। ଠିକ୍ ଏହି ସମୟରେ ଚିକି ଭୁଲି ଯାଇଛି ଏବଂ ସିଆ ମଧ୍ୟ ତା ଦେଖାଦେଖି ବୁଲିବାକୁ ଚେଷ୍ଟା କରିଛି। କିନ୍ତୁ ଚିକି ବିଛାଇଥିବା ଦଉଡ଼ିରେ ଆଜି ସିଆ ପଶିଯାଇଛି ଏବଂ ଯେତେବେଳେ ସିଆ ପଡ଼ିଯାଇଛି ସେତେବେଳେ ଚିକି ତା ପାଖକୁ ଯାଇଛି ଏବଂ ଦଉଡ଼ିରେ ଗୋଡ଼େଇ ଗୋଡ଼େଇ ସିଆ ବାନ୍ଧି ଦେଇଛି। ଚିକି ସିଆକୁ ବାନ୍ଧି ଦେଇଛି ଏବଂ ତାପରେ ଯାଇ ତା ପାଖରେ କହିଛି, ତୋତେ ଫସାଇବା ପାଇଁ ଏସବୁ ମିଛ ଚାଲ ମୁଁ ଚଲେଇଥିଲି ଆଉ ତୁ ତା ଦେହରେ ଧରା ପଡ଼ିଯାଇଛୁ। ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ସିଆ ଜାଣିବ ସିଆ ଆହୁରି ରାଗିଯିବ ଏବଂ ତାପରେ ନିଜର କ୍ରୋଧ ସମରଣ ନ କରି ଯାହା କହିବ ଆମେ ତାହା ନୂଆ ଏକ ଭିଡ଼ିଓରେ ଦେଖିବା। ସେ ପର୍ଯ୍ୟନ୍ତ ଆମେ ବିଦାୟ ଦିଅନ୍ତୁ।